ତ ଏବେ ମିଶନ ଶକ୍ତି ମହିଳାଙ୍କ ପାଇଁ ଆସିଲା ଗୋଟେ ବଡ଼ ଖୁସି ଖବର। ମିଶନ ଶକ୍ତିର ମହିଳାଙ୍କ ପାଇଁ ମୋହନ ସରକାର କଲେ ଏକ ବହୁତ ବଡ଼ ଘୋଷଣା। ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024ର ବଜେଟ୍ ଉପସ୍ଥାପନା ମଧ୍ୟ କରିସାରିଛନ୍ତି। ଏହି ବଜେଟ୍ ଅନୁସାରେ ମିଶନ ଶକ୍ତିର ମହିଳାଙ୍କୁ ମିଳିବ ଆହୁରି ସୁବିଧା। ତେବେ କ'ଣ ରହିଛି ଆଜିର ଏହି ଇନଫର୍ମେସନ୍ଟି ମିଶନ ଶକ୍ତି ଯୋଜନାକୁ ନେଇକି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପୁରା ଇନଫର୍ମେସନ୍ ପାଇପାରିବେ। ଆମ ଚ୍ୟାନେଲ୍ ସହ ଯୋଡ଼ି ରହିଗଲେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ଉପରେ ସିଲେକ୍ଟ କରିଦିଅନ୍ତୁ। ଦେଖନ୍ତୁ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବଜେଟ୍ର ଉପସ୍ଥାପନା ମଧ୍ୟ କରିସାରିଛନ୍ତି। 2024ର ବଜେଟ୍ ମୁତାବକ ଏହି ବର୍ଷ ମିଶନ ଶକ୍ତି ଯୋଜନାରେ ଥିବା ମହିଳା ତଥା ଏସ୍ଏଚ୍ଜି ଗ୍ରୁପ୍ରେ ଥିବା ସଦସ୍ୟଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି 10 ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ ବ୍ୟବସ୍ଥା। ତା ଛଡ଼ା କିଛି ଦିନ ପୂର୍ବରୁ ଆମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ମିଶନ ଶକ୍ତି ଯୋଜନାକୁ ନେଇକି ଏକ ବଡ଼ ବୟାନ ମଧ୍ୟ ଦେଇଥିଲେ। ତାଙ୍କ କହିବା ଅନୁସାରେ ରାଜ୍ୟରେ 1 ନମ୍ବର ଯୋଜନା ଭାବରେ ପରିଣତ କରାଯିବ ମିଶନ ଶକ୍ତି ଯୋଜନାକୁ ଏବଂ ଏହି ଯୋଜନା ମାଧ୍ୟମରେ ରାଜ୍ୟର ମହିଳା ବିକାଶ ତଥା ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ଆଗେଇ ପାରିବ ବୋଲି ମଧ୍ୟ କହିଥିଲେ। ତେଣୁକରି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଯେ ମିଶନ ଶକ୍ତି ଯୋଜନା ହେଉଛି ଏକ ରାଜ୍ୟର ବଡ଼ ଯୋଜନା ଏବଂ ମିଶନ ଶକ୍ତି ଯୋଜନାରେ ଥିବା ମହିଳାମାନଙ୍କୁ ସମ୍ମାନ ଯୋଗାଇବା ସହ ରାଜ୍ୟ ସରକାର ଅନେକ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ତା ଛଡ଼ା ମିଶନ ଶକ୍ତି ଯୋଜନାରେ ଆଗରୁ ଯେତିକି ବି ସୁବିଧା ମିଳୁଥିଲା, ବର୍ତ୍ତମାନ 2024ର ବଜେଟ୍ ଅଧିବେଶନ ଅନୁସାରେ ମିଶନ ଶକ୍ତି ଯୋଜନାକୁ ଏକ ଶକ୍ତିଶାଳୀ ଯୋଜନା ଭାବରେ ଗଠନ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି। ଏହା ବ୍ୟତୀତ ମୋହନ ସରକାର ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ମିଶନ ଶକ୍ତି ମହିଳାମାନେ ଭଲ କାର୍ଯ୍ୟ କରିବା ସହ ନୂଆ ଓଡ଼ିଶା ଗଠନ କରିବାରେ ଭାଗିଦାର ସାଜିଛନ୍ତି ବୋଲି ଜଣାଇଛନ୍ତି। ଏହାର ଅର୍ଥ ହେଲା ଯେ ଆଗରୁ ମିଶନ ଶକ୍ତି ଯୋଜନାରେ ଯେତିକି ବି ସୁବିଧା ମିଳୁଥିଲା, ଏ ବର୍ଷ ବଜେଟ୍ରେ କିଛିଟା ପରିବର୍ତ୍ତନ କରାଯାଇଛି। ତା ସହ କିଛି ମାତ୍ରାରେ ସୁବିଧା ମଧ୍ୟ ମିଳିପାରିବ ବୋଲି ଜଣାପଡ଼ିଛି।